ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ବନ୍ୟା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 10ରୁ ଅଧିକ ଗାଁ ପାଣି ଘେରରେ ରହିଛି। ବୌଦ୍ଧରୁ ହରଭଙ୍ଗାକୁ ସଂଯୋଗ କରୁଥିବା ଜଗନ୍ନାଥ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏପଟେ ପ୍ରଶାସନ ପକ୍ଷରୁ ପାଣି ଘେରରେ ରହିଥିବା ଗାଁ ଗୁଡ଼ିକରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ସରକାରୀ ପ୍ରଶାସନ ମଧ୍ୟରୁ ଆର୍ଆଇ ସାର୍, ସରପଞ୍ଚ ଆଉ ବିଡ଼ିଓ, ଜିଲ୍ଲାପାଳ ଆମର ଯାଇକି ଆସିକି ଦେଖିକି ଯାଇଛନ୍ତି। ଲୋକଙ୍କର ମତାମତ ଏଠି ଯେହେତୁ କମ୍ ପାଣି ହେଇଛି ଆମେ ସୁରକ୍ଷିତରେ ଅଛୁ, ଅଧିକ ପାଣି ହେଲେ ପୁଣି ସ୍ଥାନାନ୍ତର ହେବ ବୋଲି ସାର୍ଙ୍କୁ ପ୍ରତିଶ୍ରୁତି ଦେଇଥିଲୁ। ଏହା 2 ଦିନ ହେଲା ତ ପରଦିନ ବର୍ଷା ପ୍ରବଳଠୁ କେହି କୁଆଡ଼େ ଯାଇପାରିନାହାନ୍ତି। ଆମେ ମାନେ ଯିବା ଆସିବା ବହୁତ ଅସୁବିଧା, ଖାଦ୍ୟ ପାନୀୟ ଆଣିବା ପାଇଁ ବହୁତ ଅସୁବିଧା। କିନ୍ତୁ କାଲି ଆମର ଜିଲ୍ଲାପାଳ ଆସିଥିଲେ, ଆର୍ଏ ମହାଶୟ ମଧ୍ୟ ଆସିଥିଲେ, କିନ୍ତୁ ତାକୁ ଆଜି ସେ ଚୁଡ଼ା କିଛି ଦେଇଛନ୍ତି ଖାଇବା ପାଇଁ, ଆଉ କ୍ୟାଣ୍ଡେଲ୍ ଦିଆସିଲି ଏମିତି ଦେଇଛନ୍ତି। ଯେତିକି ସବୁ ଚାଷବାସ ହେଇଥିଲା, ଧାନ ରୁଆ ରୁଇ ହେଇଥିଲା, ସେ ସବୁ ପାଣି ଭିତରେ ବୁଡ଼ିକି ଅଛେ। ପାଣି ଛାଡ଼ିଲା ପରେ ସେ ବଞ୍ଚବା କି ପାଣି ଭିତରେ ବୁଡ଼ିକି ରହିବା ତାର କିଛି ଅନିଶ୍ଚିତତାର ଭିତରେ ରହିଛେ। ଆମେ ଟୋଟାଲି ଫୁଲି ଡିପେଣ୍ଡେଣ୍ଟ ନଦୀ ଉପରେ, ତେଣୁ ଆମର ଡଙ୍ଗା ଜାଲ ବହୁତ ଲୋକଙ୍କର ଜାଲ ନଦୀ ଜୁରରୁ ଭାସି ଯାଇଛି। ଡଙ୍ଗା ମଧ୍ୟ ଜଣେ ଦୁଇ ଜଣଙ୍କର ଏଇ ବନ୍ୟା ପାଣିରେ ଭାସି ଯାଇଛି। ତେଣୁ ସରକାର ସେଥିପ୍ରତି ଆମକୁ କିଛି ସହାୟତା ନିହାତି କରିବା ଆବଶ୍ୟକ।